ତା ରୁମ୍ର ଭିଡ଼ିଓଟା ପଠାଇଛନ୍ତି। ସେଥିରେ ତା ମୋବାଇଲ ରହିଛି, ତାର ବ୍ୟାଗ୍ ରହିଛି। କେଉଁ ପରିସ୍ଥିତିରେ ସେ ନିଖୋଜ ହେଲେ ତା ସମ୍ପୂର୍ଣ୍ଣ ତଦନ୍ତ କରିବା ପାଇଁ ସମସ୍ତେ ଲାଗିଛନ୍ତି। ଆମେ ତ କିଛି ଜାଣିପାରୁନୁ ସମ୍ପୂର୍ଣ୍ଣ କଥା, ତଥାପି ଆମେ ତ ସରକାରଙ୍କୁ ବି ନିବେଦନ କରାହେଇଛି। ଆଉ ତାଙ୍କ ପରିବାର ବହୁତ ଦୁଃଖରେ ଅଛନ୍ତି, ତାଙ୍କ ସହିତ ଆମେ ସବୁବେଳେ ଯୋଗାଯୋଗ ରଖିଛୁ। କିନ୍ତୁ ତା ମାଆ ତ ପୁରା ଭାଙ୍ଗି ପଡ଼ିଛି। ମାଆର ଗୋଟିଏ ପିଲା ନା, ତା ମାଆକୁ ଆମେ କେଉଁ ଭାଷାରେ ସାନ୍ତ୍ୱନା ଦେବୁ? ବର୍ତ୍ତମାନ ତା ପିଲାକୁ କେମିତି ଆଣିକି ତା ପାଖରେ ପହଞ୍ଚାନ୍ତୁ, ଏତିକି ଆମର ସରକାରଙ୍କୁ ନିବେଦନ, ବିନମ୍ର ନିବେଦନ। ସେ ପିଲାଟି ପାଇଁ ବହୁତ ଭଲ ସମ୍ପର୍କ। ସେ ପିଲା ଆମର ଘରେ ଆସିକି ପାଠ ପଢ଼େ, ଆମ ପିଲାମାନଙ୍କ ସାଙ୍ଗରେ ଆମ ପାଖରୁ ପାଠ ବୁଝେ, ଆଉ ଭଲ ପାଠ ପଢ଼ୁଥିଲା, ଭଲ ମିଶେ। ଆଉ ତା ମାମୁଁ ଘର ତ ସେଇ ଘରଟା ନା, ସେମାନେ କି ଜାହାଜରେ ଯାଉଥିଲେ ସେ ଯୋଉ ସେଠିକାର ଭିଡ଼ିଓ ବା ସେଗୁଡ଼ା ସବୁ ଦେଲାଣି କମ୍ପାନୀ ପକ୍ଷରୁ କିଛି ଦିଆଗଲାଣି? ସେ ତାଙ୍କ ପାଖକୁ ବୋଧେ ତା ମା ପାଖରୁ କିଛି ଦେଇଛନ୍ତି ନା କ'ଣ, ଗୋଟେ ଭିଡ଼ିଓ ଯେ ତା ରୁମ୍ର ଭିଡ଼ିଓଟା ପଠାଇଛନ୍ତି। ସେଥିରେ ତା ମୋବାଇଲ ରହିଛି, ତାର ବ୍ୟାଗ୍ ରହିଛି, ତାର ବେଡ୍ ଯେମିତି ସଜା ହେଇକି ରହିଥିଲା ସେମିତି ରହିଛି। ସନ୍ଦେହ କରୁଛନ୍ତି ଯେ କ'ଣ ହେଇଥାଇପାରେ? ଆମେ କିଛି ଭାବି ପାରୁନୁ। ଅତ୍ୟନ୍ତ ଦୁଃଖ ଘଟଣା। 2 ତାରିଖରୁ ସେ ଯେଉଁ ମିସିଂ ହେଲାଣି। ଆମର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହୋଦୟ ପ୍ରଥମେ ଜାଣିଲା ପରେ ଟ୍ୱିଟ୍ କରିଥିଲେ ଏବଂ ଯାହାଦ୍ୱାରା ସରକାର ତତ୍ପର ହୋଇଛନ୍ତି ଏବଂ କେନ୍ଦ୍ର ସରକାରଠୁ ନେଇ ରାଜ୍ୟ ସରକାର ସମସ୍ତେ ଲାଗିଛନ୍ତି କିପରି ସାର୍ଥକକୁ ଠାବ କରାଯିବ ଏବଂ କେଉଁ ପରିସ୍ଥିତିରେ ସେ ନିଖୋଜ ହେଲେ ତା ସମ୍ପୂର୍ଣ୍ଣ ତଦନ୍ତ କରିବା ପାଇଁ ସମସ୍ତେ ଲାଗିଛନ୍ତି ଏବଂ ସମସ୍ତେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତେ ତାଙ୍କ ପରିବାର ପାଖରେ ଛିଡ଼ା ସହିତ ପ୍ରଶାସନ ମଧ୍ୟ ମୁଁ ନିବେଦନ କରୁଛି ପ୍ରତ୍ୟେକ ଦିନେ ତାଙ୍କୁ ଅପଡେଟ୍ ଦରକାର, ତାଙ୍କ ପରିବାରକୁ ଦେବା ଦରକାର ଯେ ବର୍ତ୍ତମାନ ସ୍ଥିତି କ'ଣ ଅଛି। ଯେହେତୁ ମାନସିକ ଭାରସାମ୍ୟ ହରାଇଛନ୍ତି ତାଙ୍କ ପରିବାର ଲୋକମାନେ, ଆମର କର୍ତ୍ତବ୍ୟ ତାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅପଡେଟ୍ ଦେବା। ଆମେ ଆଶା କରୁଛୁ, ଭଗବାନଠାରେ ପ୍ରାର୍ଥନା ମଧ୍ୟ କରୁଛୁ, ମା ଭଦ୍ରକାଳୀଠାରେ ପ୍ରାର୍ଥନା ମଧ୍ୟ କରୁଛୁ ସାର୍ଥକଙ୍କର ଯେଉଁ ନିଖୋଜ ଠାବ ଶୀଘ୍ର ହେଉ ଏବଂ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଶୀଘ୍ର ଆସୁ। ସେଇପାଇଁ ତ ଆମେ ଆସିଛୁ। ଯେଉଁଠି ପ୍ରଥମେ ଜାଣିଲା ପରେ ତ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମହୋଦୟ ତାକୁ ଟ୍ୱିଟ୍ କରିଥିଲେ ଏବଂ ସମସ୍ତଙ୍କର ଏ କଥା ଉପରେ ପ୍ରେସର ରହିବ ଏବଂ ଶୀଘ୍ର ସରକାର ୟାଙ୍କୁ ଠାବ କରନ୍ତୁ ସାର୍ଥକ ମହାପାତ୍ରକୁ। ସେଇପାଇଁ ଆମେ ଆସିଥିଲୁ, ତାଙ୍କ ପରିବାର ଭେଟିଥିଲୁ, କ'ଣ ଘଟିଛି କ'ଣ ନାହିଁ ଡିଟେଲ୍ସ ବୁଝିବାକୁ ଆସିଥିଲୁ। ଅତ୍ୟନ୍ତ ଦୁଃଖଦାୟକ ଘଟଣା ଯେ ଆମ ଭଦ୍ରକ ଅଞ୍ଚଳର ସାର୍ଥକ ମହାପାତ୍ର ଯେ ନାଭାଲର କ୍ୟାଡେଟ୍ ଥିଲେ, ସେ ସିପ୍ରୁ ହଠାତ୍ ମିସିଂ ହେଇଯାଇଛନ୍ତି ଏବଂ ଏ ଖବର ପାଇଲା ପରେ ଆମର ନବୀନ ପଟ୍ଟନାୟକ ମହୋଦୟ ଯେ ବିରୋଧୀ ଦଳର ନେତା ଅଛନ୍ତି, ସେ ଟ୍ୱିଟ୍ କରିଥିଲେ ଏବଂ ତାପରେ ପ୍ରଶାସନ, ରାଜ୍ୟ ସରକାର ସମସ୍ତେ ତତ୍ପର ହେଇଛନ୍ତି ଏବଂ ନବୀନକୁ ମଧ୍ୟ ଡିଜି ସିପିଂ ଏବଂ ଏକ୍ସଟର୍ନାଲ ଆଫେୟାର୍ସ ମିନିଷ୍ଟ୍ରିକୁ ଜଣାଇଛନ୍ତି ଏ ବିଷୟରେ। ଆମେ ଚାହୁଁଛୁ ଯେ ଆମ ଅଞ୍ଚଳର ପିଲା, ଆମ ଅଞ୍ଚଳର ଗୌରବ, ସେ କେମିତି ତୁରନ୍ତ ତାକୁ ଠାବ କରାଯାଉ। ସେଠି ଭିତରେ ନିଖୋଜ ଅଛନ୍ତି ନା ସେ ବାହାରେ, ଏ ବିଷୟରେ ଅତି ଗୋଟେ ଜଟିଳ ପ୍ରଶ୍ନ ସୃଷ୍ଟି ହେଇଛି। ଏହାର ତୁରନ୍ତ ସମାଧାନ ହଉ ଏବଂ ଏକ୍ସଟର୍ନାଲ ଆଫେୟାର୍ସ ମିନିଷ୍ଟ୍ରି, ଡିଜି ସିପିଂ ମିଶି ଏ ତୁରନ୍ତ ଯେଉଁ ହଜିଯାଇଥିବା ସାର୍ଥକ ମହାପାତ୍ରଙ୍କୁ କେମିତି ଜଲ୍ଦି ଆମେ ମିଳିପାରିବେ, ଠାବ କରିପାରିବେ, ସେଥିପାଇଁ ସମସ୍ତେ ପଦକ୍ଷେପ ନେବା ଆବଶ୍ୟକତା ଅଛି।